କିଚେନ ର ଦୁଇ ତିନିଟି ଜିନିଷ ବ୍ୟବହାର କରି ଘରେ କରିପାରିବ ରେଷ୍ଟୁରାଣ୍ଟ ପରି କଢାଇ ପନିର। ଥରେ ୟାକୁ ତ ଘରେ ନିଶ୍ଚିତ ବନାନ୍ତୁ। ସମସ୍ତଙ୍କୁ ମୋର ନମସ୍କାର, ମୁଁ ପ୍ରସାଦ ଆପଣ ମାନଙ୍କୁ ସ୍ୱାଗତ କରୁଛି ଆଉ ଏକ ବ୍ଲଗ ଭିଡିଓ। ଥମ୍ବନେଲ ତ ତମେ ଦେଖି ଜାଣିପାରିଥିବ ଆଜିର ଏ ଭିଡିଓରେ କରିବା କଢାଇ ପନିର। ଚାଲନ୍ତୁ ଭିଡିଓଟିକୁ ଷ୍ଟାର୍ଟ କରିବା। ତ ପ୍ରଥମେ ମୁଁ ନେଇଛି ଦୁଇଟି ମିଡିୟମ ସାଇଜ ର ପନିର, ପାଖାପାଖି 400 ଗ୍ରାମ ର ଅଛି। ତ ଏବେ ଆମେ ପନିର କୁ ଛୋଟ ଛୋଟ ପିସ୍ କରି କାଟିଦବା। ତ ଦେଖିପାରୁଥିବେ ସବୁ ପନିର ଗୁଡାକ ଇକ୍ୱାଲ ସାଇଜ ର ମୁଁ ଏଠି କାଟି ନେଇଛି। ତ କଢାଇ ପନିର ର ଗ୍ରେଭି ତିଆରି କରିବା ପାଇଁ ମୁଁ ନେଇଛି ମିଡିୟମ ସାଇଜ ର କଟା ପିଆଜ, ରସୁଣ, ଅଦା ଆଉ ମିଡିୟମ ସାଇଜ ର କାଟିଥିବା ଟମାଟୋ। ଯଦି ଆପଣ ମାନଙ୍କୁ ଭିଡିଓଟି ପସନ୍ଦ ଆସୁଥିବ ତ ଭିଡିଓରେ ନିଶ୍ଚିତ କମେଣ୍ଟ କରିବେ। ଗ୍ୟାସ କୁ ଅନ୍ କରି ବସେଇବା କଢାଇ। ମସଲା କଷିବା ପାଇଁ ଦୁଇଟି ବଡ ଚାମଚରେ ପକେଇବା ରିଫାଇନ ତେଲ। ତେଲ ଆମର ଗରମ ହେଇଗଲାଣି, ସେଥିରେ ପକେଇବା କଟା ପିଆଜ, କଟା ଟମାଟୋ, ଅଦା, ରସୁଣ। ତ ମୁଁ ଏଠି ଗୋଟା ମସଲାରେ ନେଇଛି ଡାଲଚିନି, ତେଜପତ୍ର, ଜିରା, ଲବଙ୍ଗ, ଗୁଜୁରାତି। ଏସବୁକୁ ବି ଏଡ୍ କରିବା। ଏସବୁକୁ ଏବେ ହାଇ ଫ୍ଲେମ ରେ 5 ରୁ 7 ମିନିଟ ଫ୍ରାଏ କରିବା। ତ ଦେଖିପାରୁଥିବେ 5 ରୁ 6 ମିନିଟ ଏବେ ହେଇଗଲାଣି। ମସଲାର କଲର ବି ଚେଞ୍ଜ ହେଇଗଲାଣି। ଏବେ ଆମେ ଗ୍ୟାସ ର ଫ୍ଲେମ କୁ ବନ୍ଦ କରିଦବା। ମସଲା ଗୁଡାକ ଥଣ୍ଡା ହେଇଗଲା ପରେ ଗ୍ରାଇଣ୍ଡର ର ଗୋଟେ ଜାର ନବା, ସେଥିରେ ମସଲାକୁ ପକେଇ ଅଳ୍ପ ପାଣି ଦେଇ ମସଲାକୁ ପେଷ୍ଟ କରିଦବା। ଦେଖିପାରୁଥିବେ ମସଲା ପେଷ୍ଟ ଏଇଠି ମୁଁ କରିଦେଇଛି। ତ ଏପଟେ କଡାଇ ବସାଇ ଆଉ 2 ରୁ 3 ଚାମଚ ନେବା ରିଫାଇନ ତେଲ। ତେଲ ଗରମ ହେଇଗଲା ପରେ କାଟି ରଖିଥିବା ପନିର କୁ ଏଡ୍ କରିବା। ଅଧିକା ସମୟ ପର୍ଯ୍ୟନ୍ତ ପନିର କୁ ଫ୍ରାଏ କରିବାନି। ପନିର କୁ ଗୋଲ୍ଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଆମେ ଫ୍ରାଏ କରିବା। ତ ଏପଟେ ଆମର ପନିର ଫ୍ରାଏ ହେଇଗଲାଣି। ପନିର କୁ ଛାଣି ଆମେ ଥଣ୍ଡା ପାଣିରେ ରଖିଦବା। ପନିର କୁ ପାଣିରେ ରଖିବା ଦ୍ଵାରା ପନିର ପୁରା ସଫ୍ଟ ଲାଗିଥାଏ ଆଉ ଖାଇବା ପାଇଁ ମଧ୍ୟ ଟେଷ୍ଟି ଲାଗିଥାଏ। ଯଦି ଆପଣ ପନିର କୁ ଛାଣି ଡ୍ରାଏ ରେ ରଖୁଛନ୍ତି ତ ପନିର ଟି ହାର୍ଡ ହେଇଯାଇଥାଏ ଆଉ ଖାଇବା ପାଇଁ ମଧ୍ୟ ଟେଷ୍ଟି ଲାଗିନଥାଏ। ତ ଏପଟେ ଆମର ବଳକା ତେଲରେ ଗ୍ରେଭି କୁ କଷିବା ପାଇଁ ପକେଇବା ଅଳ୍ପ ଚିନି। ଚିନି ପକାଇବା ଦ୍ଵାରା ଗ୍ରେଭି ଟି ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ତେଲ ଏବେ ପୁରା ଗରମ ହେଇଗଲାଣି। ବାଟି ରଖିଥିବା ମସଲାକୁ ଏବେ ଏଡ୍ କରିନବା। ଏସବୁକୁ ଭଲ ଭାବରେ 5 ରୁ 6 ମିନିଟ କଷି ନବା। ମସଲା କଷି ହେଇଗଲା ପରେ ପକେଇବା ଚିକେନ ମସଲା, ହଳଦୀ ଗୁଣ୍ଡ, ଚିଲି ପାଉଡର ଆଉ ସ୍ୱାଦ ଅନୁସାରେ ଲୁଣ। ତ ଯଦି ଭିଡିଓଟି ଆପଣ ମାନଙ୍କୁ ଭଲ ଲାଗୁଥିବ ତ ମୋର ଚ୍ୟାନେଲ କୁ ସବସ୍କ୍ରାଇବ କରି ଭିଡିଓକୁ ଲାଇକ୍ କରିବେ। ତ ଏପଟେ ଆମର ମସଲା ବି କଷି ହେଇଗଲାଣି। ସାଇଡ ରେ ଯୋଉ ରଖିଥିବା ପନିର ବି ସଫ୍ଟ ହେଇଗଲାଣି। ତ ଏବେ ପନିର କୁ ମସଲାରେ ଏଡ୍ କରିନବା। ଆଉ ଦୁଇଟି କଞ୍ଚା ଲଙ୍କା ପକେଇ 5 ରୁ 6 ମିନିଟ ମିଡିୟମ ଫ୍ଲେମ ରେ କୁକ୍ କରିନବା। 5 ରୁ 6 ମିନିଟ କୁକ୍ ହେଇଗଲା ପରେ ପକେଇବା କସ୍ତୁରୀ ମେଥି ଆଉ ଧନିଆ ପତ୍ର ପକାଇ ଆଉ 2 ରୁ 3 ମିନିଟ ହାଇ ଫ୍ଲେମ ରେ କୁକ୍ କରି ନିଅନ୍ତୁ। ତାପରେ ଆମର ରେଡି ହେଇଗଲା ରେଷ୍ଟୁରାଣ୍ଟ ଟାଇପ କଢାଇ ପନିର। ତ ଦେଖିପାରୁଥିବେ ଦେଖିବାକୁ ବି ବହୁତ ସୁନ୍ଦର ଲାଗୁଛି। ଆଉ ଆପଣ ମାନେ ବି ନିଶ୍ଚିତ ଭାବେ ଘରେ ଗୋଟିଏ ଥର ଟ୍ରାଏ କରନ୍ତୁ। ଆଉ ଛୋଟ ପିଲାମାନେ ଥରେ ଖାଇଦେଲେ ତ କହିବେ ଆଉ ଥରେ କରିବା ପାଇଁ। ତ ଭିଡିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଫାର୍ଷ୍ଟ ଟାଇମ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ କରି ଲାଇକ୍ କରି। ତ ରହୁଛି, ପୁଣି ଦେଖାହବ ଆଉ ଏକ ବ୍ଲଗ ଭିଡିଓରେ। ଜୟ ଜଗନ୍ନାଥ।